ଆକବରଙ୍କର ପୁତ୍ର ସଲିମଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ରାଜାଙ୍କର ନାତି ହୋଇଥିବାରୁ ରାଜା ଖୁସିରେ ପାଗଳ ହୋଇଗଲେ। ରାଜା ସବୁ ସମୟ ନାତି ସହିତ କଟାଉଥିଲେ। ସବୁ ସମୟରେ ରାଜା ନାତିକୁ ଆଦରରେ ଗେଲା କରିବା ସହିତ ଖେଳିବାରେ କାଟୁଥିଲେ। ରାଜା ଏତେ ସମୟ କଟାଇଲେ ଯେ ରାଜ୍ୟ ଖବର ବୁଝିବା ମଧ୍ୟ ଭୁଲିଗଲେ। ଯେତେବେଳେ ସେ ଦରବାରକୁ ଆସିଲେ ସେତେବେଳେ ତାଙ୍କ ନାତି ବିଷୟରେ ଚର୍ଚ୍ଚା ଆରମ୍ଭ କରିଦେଲେ। ଦିନେ କହୁ କହୁ କହିଦେଲେ, ଏ ସଂସାରରେ ଦିବ୍ୟ ସୁନ୍ଦର ହେଉଛି ମୋ ନାତି, ତାଠାରୁ ସୁନ୍ଦର କେହି ନାହାନ୍ତି। ଉପସ୍ଥିତ ସଭ୍ୟମାନେ ମଧ୍ୟ ତାଙ୍କ କଥାରେ ହଁ ମାରିଲେ। କିନ୍ତୁ ବୀରବଲ କିଛି ନ କହି ଚୁପ୍ ରହିଲେ। ରାଜା ବୀରବଲଙ୍କ ନୀରବତାକୁ ଲକ୍ଷ୍ୟ କରିଥାନ୍ତି। ସେ ସଙ୍ଗେ ସଙ୍ଗେ ବୀରବଲକୁ ଡାକିକି କାହିଁକି ନୀରବ ରହିଲ ବୋଲି ପଚାରିଲେ। ବୀରବଲ କହିଲେ, ହୁଜୁର, ଶିଶୁପୁତ୍ର ଦିବ୍ୟ ସୁନ୍ଦର ଏ କଥାରେ ମୁଁ ଏକମତ। ଆପଣ ଯେମିତି ଆପଣଙ୍କ ଶିଶୁକୁ ସୁନ୍ଦର କହୁଛନ୍ତି, ସେହିପରି ପ୍ରତ୍ୟେକ ପିତାମାତା ତାଙ୍କ ଶିଶୁକୁ ସୁନ୍ଦର କହିଥାନ୍ତି। ବୀରବଲଙ୍କ କଥା ଶୁଣି ଆକବର ବହୁତ ରାଗିଗଲେ। ମହାରାଜାଙ୍କର ରାଗିଯିବା ଦେଖି ସଙ୍ଗେ ସଙ୍ଗେ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ଠିଆ ହୋଇ କହି ପକାଇଲେ, ମହାରାଜ, ତାହେଲେ ଆମ୍ଭେମାନେ କାଲିଠାରୁ ସମସ୍ତେ ଗୋଟିଏ ଶିଶୁ ସନ୍ତାନ ନେଇ ଆସିବୁ। ମନ୍ତ୍ରୀ ଜଣଙ୍କର କଥା ଶୁଣି ରାଜା ସେଇଆ ଆଦେଶ ଦେଲେ। ତହିଁ ଆରଦିନ ରାଜସଭାକୁ ଜଣେ ଜଣେ ଶିଶୁପୁତ୍ର ଧରି ଆସିଥାନ୍ତି। ହେଲେ ବୀରବଲଙ୍କ ସାଙ୍ଗରେ କେହି ଆସିନଥାନ୍ତି। ଏହା ଦେଖି ରାଜା ବୀରବଲଙ୍କୁ ଶିଶୁ ସନ୍ତାନ କାହିଁକି ଆଣିନାହାନ୍ତି ବୋଲି ପଚାରିଲେ। ବୀରବଲ କହିଲେ, ମହାରାଜ, ଆପଣ ମୋ ସହିତ ଗୋଟିଏ ଜାଗାକୁ ଚାଲନ୍ତୁ। ସେଠାରେ ମୁଁ ଏପରି ଏକ ଦିବ୍ୟ ସୁନ୍ଦର ଶିଶୁପୁତ୍ର ଦେଖିଛି। ସେହି ଶିଶୁପୁତ୍ରକୁ ଆପଣ ଥରେ ଦେଖିବା ଦରକାର। ମୁଁ ସେହି ଶିଶୁପୁତ୍ରକୁ ସାଙ୍ଗରେ ଆଣି ଆସିଥାନ୍ତି, ହେଲେ ତା'ର ମା କାଳେ କିଏ ତା ପୁଅକୁ ଖୁଣି ଦେବ, ସେଥିପାଇଁ ସେ ଦେଲା ନାହିଁ। ବୀରବଲଙ୍କ କଥା ଶୁଣି ଆକବର ଓ ତାଙ୍କର ସଭାସଦମାନେ ଶିଶୁଟିକୁ ଦେଖିବା ପାଇଁ ବାହାରିଲେ। କିଛି ସମୟ ପରେ ସେମାନେ ଆଗ୍ରା ସହରଠାରୁ କିଛି ଦୂରରେ ଥିବା ଏକ ଗ୍ରାମ ନିକଟରେ ଯାଇ ପହଞ୍ଚିଲେ। ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ କୁଡ଼ିଆ ଘର ନିକଟକୁ ସମସ୍ତେ ଗଲେ। ସେଠାରେ ଦେଖିଲେ ଯେ ଗୋଟିଏ ଶିଶୁ ଧୂଳିରେ ଖେଳୁଛି। ଶିଶୁଟି ଦେଖିବାକୁ କଳା, ତା'ର ଦେହ ସାରା ବସନ୍ତ ରୋଗର ଚିହ୍ନ ଏବଂ ଗୋଟିଏ ଆଖି କଣା। ଶିଶୁଟି ଅପରିଷ୍କାର ଦେଖାଯାଉଥାଏ। ମହାରାଜ ଓ ସଭାସଦମାନେ ସମସ୍ତେ ଛଦ୍ମ ବେଶରେ ଯାଇଥିବାରୁ ସେମାନଙ୍କୁ କେହି ଚିହ୍ନି ପାରୁନଥାନ୍ତି। ଶିଶୁକୁ ଦେଖି ଆକବର ବୀରବଲଙ୍କୁ କହିଲେ, ବୀରବଲ, ତୁମେ ଏହି ଶିଶୁକୁ ମୋତେ ଦେଖାଇ କହୁଛ ଏ ହେଉଛି ଦିବ୍ୟ ସୁନ୍ଦର ଶିଶୁ? ମୁଁ ତ ମୋ ଜୀବନରେ ଏତେ ଅସୁନ୍ଦର ଶିଶୁ ଦେଖିନଥିଲି। ଆକବରଙ୍କ କଥା ଶିଶୁଟିର ମା ଶୁଣିପାରିଲା। ସେ ସଙ୍ଗେ ସଙ୍ଗେ କୁଡ଼ିଆରୁ ବାହାରି ଆସି କହିଲା, କାହାର ଏତେ ସାହସ ହେଲା ମୋ ଛୁଆକୁ ଅସୁନ୍ଦର କହିବାକୁ? ଭଗବାନ ମୋତେ ଏପରି ଏକ ସନ୍ତାନ ଦାନ କରିଛନ୍ତି। ଆପଣମାନେ ତାକୁ ଅସୁନ୍ଦର କହିବାକୁ କିଏ? ମୁଁ ଚାହେଁନି ମୋ ସନ୍ତାନକୁ କେହି ଦୃଷ୍ଟି ଦିଅନ୍ତୁ। ଦୟାକରି ଆପଣ ଏଠାରୁ ଶୀଘ୍ର ଚାଲିଯାଆନ୍ତୁ। ଏହା କହି ସ୍ତ୍ରୀ ଲୋକଟି ତା'ର ଛୁଆକୁ କୋଳେଇ ନେଇ ତାକୁ ଗେହ୍ଲା କରିବାକୁ ଲାଗିଲା। ଏହାପରେ ସେ ତା'ର ଛୁଆକୁ ଧରି ଘର ଭିତରକୁ ଯାଇ କବାଟ ଆଉଜିଦେଲା। ସ୍ତ୍ରୀ ଲୋକଟିର କଥା ଶୁଣି ମହାରାଜ ମାନିଗଲେ ଯେ ପ୍ରତ୍ୟେକ ବାପା ମାଙ୍କ ପାଇଁ ତାଙ୍କ ପିଲା ସୁନ୍ଦର। ଏହାପରେ ମହାରାଜ ବୀରବଲଙ୍କ ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିଲେ ନାହିଁ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।